ସମସ୍ତଙ୍କୁ ଓଁ ସାଇରାମ। ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା ଜିରାର ଔଷଧୀୟ ଗୁଣ ଏବଂ ତାର ବ୍ୟବହାର ଜାଣିବା। ତାପରେ ଶୁଣିବା ଓଜନ କିପରି କମେଇବେ। ତାପରେ ଶୁଣିବା ପେଟର ଚର୍ବି କିପରି କମେଇବେ। ଏହିପରି ହେଲ୍ଥ ଟିପ୍ସ ଗୁଡ଼ିକ ଶୁଣିବା। ତାପରେ ମନକୁ ଛୁଇଁଗଲା ଭଳି ଆଜିର ଅନୁଚିନ୍ତା ସବୁ ଶୁଣିବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ପ୍ରଥମେ ଶୁଣିବା ଜିରାର ଉପକାରିତା। ପେଟର ଚର୍ବି କମ୍ କରିବାକୁ ଚାହୁଁଥିଲେ 1 ଚାମଚ ଜିରାକୁ 1 ଗ୍ଲାସ ପାଣିରେ ରାତିରେ ବତୁରାଇ ଦିଅନ୍ତୁ। ସକାଳୁ ସେହି ଜିରା ପାଣିକୁ ଭଲ ଭାବରେ ଫୁଟାଇ ହାଲକା ଉଷୁମ କରି ପିଅନ୍ତୁ। ଏହାକୁ ସପ୍ତାହକୁ 2 ଥର 3 ଥର ପିଅନ୍ତୁ। ପେଟର ଚର୍ବି କମ୍ ହୋଇଯାଇଥାଏ। ଖାଦ୍ୟ ହଜମ ନହେବା ଏବଂ ପେଟର ଯେକୌଣସି ସମସ୍ୟା ଥିଲେ ଉଷୁମ ପାଣି 1 ଗ୍ଲାସ 1 ଚାମଚ ଜିରାକୁ ଭଲ ଭାବରେ ଚୋବାଇ ହାଲୁକା ଉଷୁମ ପାଣି କରି ପିଅନ୍ତୁ। ପେଟର ସମସ୍ୟାରୁ ତୁରନ୍ତ ଆରାମ ମିଳିବ। ଗୋଲମରିଚ ଖାଦ୍ୟରେ ସ୍ୱାଦ ବଢ଼ାଇଥାଏ। ତା ସହିତ ଶରୀରକୁ ସୁସ୍ଥ ରଖିଥାଏ। ଦାନ୍ତରେ ଝିମ୍ ଝିମ୍ ଲାଗିଲେ, ଦାନ୍ତ ପୋକ ଯନ୍ତ୍ରଣା ହେଲେ ଗୋଲମରିଚକୁ 10 ମିନିଟ୍ ପାଇଁ ଦାନ୍ତ ମୂଳରେ ଚାପି ରଖନ୍ତୁ। ଏହାଦ୍ୱାରା ଦାନ୍ତର ଯନ୍ତ୍ରଣାରୁ ତୁରନ୍ତ ଆରାମ ମିଳିଥାଏ। ଏବଂ ନିୟମିତ ବ୍ୟବହାର କଲେ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ଏହା ସ୍ମରଣ ଶକ୍ତିକୁ ବଢ଼ାଇଥାଏ ଏବଂ ହଜମ ଶକ୍ତି ବଢ଼ାଇଥାଏ। ଭୋକ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା କରିବା ଦ୍ୱାରା ଗ୍ୟାଷ୍ଟ୍ରିକ୍, ବଦହଜମି, ପେଟ ଜଳିବା, ଛାତି ଜଳିବା, ବାନ୍ତି ଲାଗିବା, ଖଟା ହାକୁଟି ଆସିବା, ପେଟ ବ୍ୟଥା, ପେଟ କାଟି ହେବା, ବହୁତ ଦିନ ପରେ ଏପରି ହେଲା ପରେ ନାଳ ଝାଡ଼ା ହେବା, ହାର୍ଟରେ କୌଣସି ଯନ୍ତ୍ରଣା ନଥାଇ ହାର୍ଟ ଜାଗାରେ ଯନ୍ତ୍ରଣା ହେବା, ଏତେ ସବୁ ଜଏଣ୍ଟ ଜାଗା ସବୁ ଯନ୍ତ୍ରଣା ହେବା, ଏପରି କଲେ ରୋଗରୁ ମୁକ୍ତି ପାଇପାରିବେ। ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଥିଲେ ଚାରେ ଅଦା ପକାଇ ଦିନକୁ 2 ଥର ପିଅନ୍ତୁ। ଆରାମ ମିଳିଥାଏ। ତା ସହିତ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ, ଯାହାଫଳରେ ହୃଦରୋଗ ସମସ୍ୟା କମ୍ ଦେଖା ଦେଇଥାଏ। ପ୍ରତିଦିନ ଅଦା ଖାଇଲେ ହଜମ ପ୍ରକ୍ରିୟା ବୃଦ୍ଧି ହୋଇଥାଏ। ଅଦା ପେଟଜନିତ ସମସ୍ୟାକୁ ଦୂର କରେ, ତା ସହିତ ହାର୍ଟକୁ ସୁସ୍ଥ ରଖିଥାଏ। ମୁଣ୍ଡ ବିନ୍ଧୁଥିଲେ ଗରମ ପାଣିରେ ଅଦା ରସ ପକାଇ ପିଅନ୍ତୁ। ଆରାମ ଲାଗିଥାଏ। ତାପରେ ଶୁଣିବା ଓଜନ କିପରି କମାଇବେ। ରାତିରେ 1 ଚାମଚ ମେଥିକୁ ଭିଜେଇ ସକାଳେ ଖାଆନ୍ତୁ। ତାପରେ ଫାଷ୍ଟଫୁଡ୍ ଠାରୁ ଦୂରେଇ ରହନ୍ତୁ। କ୍ଷୀର ବଦଳରେ ଦହି ଖାଆନ୍ତୁ। କାକୁଡ଼ି, ଲେମ୍ବୁ ଓ ମେଥିକୁ ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ। ପଇଡ଼ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ସକାଳେ ଓ ସନ୍ଧ୍ୟାରେ ଉଷୁମ ପାଣି ପିଅନ୍ତୁ। ଖାଦ୍ୟ ଖାଇବା ପରେ ପାଣି ପିଅନ୍ତୁ ନାହିଁ। 1 ଘଣ୍ଟା ପରେ ପାଣି ପିଅନ୍ତୁ। ମଇଦା, ଚିନି ଓ ଲୁଣର ପରିମାଣ କମ୍ କରନ୍ତୁ। ପ୍ରତିଦିନ ସକାଳେ କିମ୍ବା ସନ୍ଧ୍ୟାରେ କିଛି ସମୟ ବି ବ୍ୟାୟାମ କରନ୍ତୁ। ଜୁଆଣି ଏବଂ ଜିରା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ସହିତ ପେଟର ଚର୍ବି ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ। ଏଥିପାଇଁ ଅଧା ଚାମଚ ଜିରା ଏବଂ ଜୁଆଣିକୁ 1 ଗ୍ଲାସ ପାଣିରେ ମିଶାଇ ରାତିସାରା ଭିଜାନ୍ତୁ। ଏହାପରେ ଏହି ମିଶ୍ରଣକୁ ଭଲ ଭାବରେ ଫୁଟାନ୍ତୁ। ତାପରେ ତାକୁ ଛାଣି ଉଷୁମ ଉଷୁମ ପିଅନ୍ତୁ। ପ୍ରତିଦିନ ସକାଳେ ଖାଲି ପେଟରେ ଏହାକୁ ପିଇବା ଦ୍ୱାରା ପେଟର ଚର୍ବି ଅତି ଶୀଘ୍ର ହ୍ରାସ ପାଇଥାଏ। ତାପରେ ଶୁଣିବା ମନକୁ ଛୁଇଁଗଲା ଭଳି ଆଜିର ଅନୁଚିନ୍ତା। ପ୍ରକୃତ ସମ୍ପର୍କ ତାକୁ କୁହାଯାଏ, ଯେଉଁଠି ଜଣକୁ କଷ୍ଟ ହେଲେ
ଆଉ ଜଣଙ୍କ ଆଖିରେ ଲୁହ ଝରି ପଡ଼େ। ଜଣେ ଅଭିମାନ କଲେ ଆଉ ଜଣେ ତାକୁ ମନେ ପକାଏ। ନିଜ ଭିତରେ ଥିବା କ୍ରୋଧ, ଅହଙ୍କାର ଆଦି ସବୁକୁ ବାହାର କରି ହାଲୁକା କରି ଦିଅନ୍ତୁ। କାହିଁକି ନା ଯେଉଁମାନେ ହାଲୁକା ହୋଇଥାନ୍ତି କେବଳ ସେହିମାନେ ହିଁ ଉପରକୁ ଉଡ଼ିପାରନ୍ତି। କେତେ କମାଉଛ ଏହା ସମସ୍ତେ ପଚାରିଥାନ୍ତି, କିନ୍ତୁ କେମିତି କମାଉଛ ଏହା କେବେ ବି ପଚାରି ନଥାନ୍ତି। ସମ୍ପର୍କରେ ଅଭିମାନ କରନ୍ତୁ, ଚଳିବ, କିନ୍ତୁ ଅଭିନୟ ନୁହେଁ। ଯିଏ ତୁମକୁ ଭୁଲ ବୁଝିଛି ବୁଝିବାକୁ ଦିଅ। ଯିଏ ତୁମକୁ ଘୃଣା କରୁଛି ତାକୁ ଘୃଣା କରିବାକୁ ଦିଅ। ଯିଏ ତୁମକୁ ନିନ୍ଦା କରୁଛି ନିନ୍ଦା କରିବାକୁ ଦିଅ। କାରଣ ଏ ଦୁନିଆରେ କେହି କାହାକୁ ଜାଣିପାରନ୍ତି ନାହିଁ କି କେହି କାହାକୁ ବୁଝିପାରନ୍ତି ନାହିଁ। ଭଗବାନ ପରି ଲୋକ ଏ ସଂସାରରେ ଘୃଣା, ନିନ୍ଦା, ସନ୍ଦେହ, ଅପମାନ ସବୁ ସହିଥିଲେ। ତେଣୁ ଉପଯୁକ୍ତ ସମୟ ଆସିଲେ ମଣିଷ ବୁଝିପାରେ। କିନ୍ତୁ ଚାଲି ଯାଇଥିବା ସମୟ ବହୁତ କିଛି ଶିକ୍ଷା ଦେଇଯାଏ, କିନ୍ତୁ ସେ ସମୟ ଆଉ ଫେରି ନଥାଏ। ଯେତେବେଳେ ଜାଣିବ ଲୋକ ତୁମ ବିରୁଦ୍ଧରେ ସମାଲୋଚନା, ନିନ୍ଦା, କଟୁକଥା କହିବା ଆରମ୍ଭ କରିଦେଲେ, ସେତେବେଳେ ତୁମେ ଜାଣିବ ତୁମେ ସେମାନଙ୍କଠାରୁ ଊର୍ଦ୍ଧ୍ୱରେ। କାହିଁକି ନା ପ୍ରତ୍ୟେକ ବିଖ୍ୟାତ ବ୍ୟକ୍ତିଙ୍କୁ କେହି ନା କେହି ନିନ୍ଦା କରିଥାନ୍ତି। ନିନ୍ଦାରେ ଉତ୍ତମ ମଣିଷର କିଛି କ୍ଷତି ହୁଏ ନାହିଁ। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନକୁ ଟଚ୍ କରିଦିଅନ୍ତୁ। କାହିଁକି ନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।